ଉଷା ବ୍ରତ ହେଉନା କାହିଁକି ଆପଣ ଖାଇପାରିବେ ଏହି ପକୁଡି। ଆଉ ଏହି ପକୁଡି ବନେଇବା ଏତେ ସହଜରେ ଛୋଟଠୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ହିଁ ବନେଇ ପାରିବେ। ଆଉ ଏ ପକୁଡିକୁ ଆପଣ ଯେକୌଣସି ପର୍ବପର୍ବାଣିରେ ବି ମଧ୍ୟ ଖାଇପାରିବେ। କାହିଁକି ନା ମୁଁ ଆପଣଙ୍କୁ ଦେଖିବି ଏହିପରି ଭାବରେ ପକୁଡି କେବଳ କୋବିରେ ହିଁ ବନେଇଛି। ଆପଣ ଚାହିଁଲେ ଫ୍ରେଣ୍ଡ ଆଳୁ କିମ୍ବା ଯେକୌଣସି ଜିନିଷରେ ଆପଣ ବନେଇବା ପାଇଁ ଚାହୁଁଛନ୍ତି ବନେଇ ପାରିବେ। କିନ୍ତୁ ଫ୍ରେଣ୍ଡ ମୁଁ ଏଇଠି ଗୋଟିଏ ଜିନିଷରେ ବନେଇକି ଦେଖିଛି, ଯୋଉଟା କି ହଉଛି ଫ୍ରେଣ୍ଡ ଫୁଲକୋବି। ଚାଲନ୍ତୁ ଫ୍ରେଣ୍ଡ, ତ ଫୁଲକୋବି କଥା ଆରମ୍ଭ ହେଲାଣି ଯେତେବେଳେ ପ୍ରଥମେ ଆମେ ୟାକୁ ଧୋଇକି ବହୁତ ଭଲସେ କାଟି ନବା। ତ ୟାକୁ ପ୍ରଥମେ ଫ୍ରେଣ୍ଡ ମୁଁ ଏଠି ଧୋଇ ନଉଛି, ଧୋଇକି ଭଲସେ କାଟି ଦଉଛି, ତାପରେ ମୁଁ ଏଠି ଆପଣଙ୍କ ପାଖକୁ ଆଣୁଛି। ଚାଲନ୍ତୁ ଫ୍ରେଣ୍ଡ, ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ, କଥାରେ କଥାରେ ଆମେ ବହୁତ ବଢିଆ ଭାବରେ କୋବିଟାକୁ ଧୋଇ ଦେଇଛେ ଭଲସେ। ତା ସହିତ ଆମେ ଏହିପରି ଭାବରେ ପିସ୍ କରିକି କାଟି ଦେଇଛେ। ଏବେ ନେଇଯିବା ଫ୍ରେଣ୍ଡ ଆମେ ଚାଉଳ ଗୁଣ୍ଡ। ଏଇଠି ଡରିବାର କୌଣସି କଥା ନାହିଁ। ଯଦି ଆପଣଙ୍କ ପାଖରେ ଚାଉଳ ଗୁଣ୍ଡ ନାହିଁ ତ ତାର ଅଲ୍ଟରନେଟ କଣ କରିବେ ସେଟା ବି ମୁଁ ଆପଣଙ୍କୁ କହିପାରିବି। ଦେଖନ୍ତୁ ଫ୍ରେଣ୍ଡ, ଏଇଠି ନେଇଯିବା ଆମେ କର୍ନଫ୍ଲୋର। ଯଦି ଆପଣଙ୍କ ପାଖରେ ଚାଉଳ ଗୁଣ୍ଡ ନାହିଁ ତ ଆପଣ କର୍ନଫ୍ଲୋର ନହେଲେ ଆରାରୁଟ ନେଇପାରିବେ। ଯଦି ଆରାରୁଟ କର୍ନଫ୍ଲୋର ନାହିଁ ତ ଆପଣ ଏଇଠି ଚାଉଳ ଗୁଣ୍ଡ ମଧ୍ୟ ନେଇପାରିବେ। ଦୁଇଟା ଯାକ ମୁଁ ଏଇଠି ନେଇଯାଇଛି। ତାପରେ ମୁଁ ଏଇଠି ନେଇଯାଇଛି ଫ୍ରେଣ୍ଡ ବେସନ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ, ବେସନ ମୁଁ ଅଧିକ ନେଇଯାଇଛି। ଯେହେତୁ ଆମେ ପକୋଡା କରିବା ତ ତା ଲାଗି ବେସନ ଟିକେ ଅଧିକ ଲାଗିଥାଏ। ତେଣୁକରି ଫ୍ରେଣ୍ଡ ମୁଁ ଗୋଟିଏ କଟୋରୀ ବେସନ ନେଇଯାଇଛି। ଲୁଣ ଏଇଠି ଫ୍ରେଣ୍ଡ ସ୍ୱାଦ ଅନୁସାରେ ନବା। ଆପଣ କେତେ କ୍ୱାଣ୍ଟିଟିରେ କରୁଛନ୍ତି ସେଇ ଅନୁସାରେ ଆପଣ ଲୁଣ ବଢେଇ ପାରିବେ, କମେଇ ପାରିବେ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ, ହଳଦୀ ଗୁଣ୍ଡ ମୁଁ ଏଇଠି ଅଧ ଚାମଚ ନେଇଛି, ଯୋଉଟା କି ବହୁତ ବଢିଆ ଭାବରେ ବାସ୍ନା ଆସିଥାଏ ପକୁଡିରେ। ତ ନିହାତି ଭାବରେ ଫ୍ରେଣ୍ଡ ହଳଦୀ ଗୁଣ୍ଡ ପକାନ୍ତୁ। ଏଇଠି ନେଇଯାଇଛି ଫ୍ରେଣ୍ଡ ଲଙ୍କାଗୁଣ୍ଡ। ଲଙ୍କାଗୁଣ୍ଡ ଆପଣ ଚାହିଁଲେ ଫ୍ରେଣ୍ଡ ଏଇଠି ସ୍ୱାଦ ଅନୁସାରେ ନେଇପାରିବେ। କାହିଁକି ନା ବହୁତ ଲୋକ ଲଙ୍କା ଖାଇବା ପସନ୍ଦ କରନ୍ତିନି। ତ ବହୁତ ଲୋକଙ୍କୁ ପକୁଡିରେ ଲଙ୍କା ଦରକାର ଥାଏ, ମାନେ ଯେମିତି ରାଗ ଚଟପଟା ଲାଗୁଥିବ। ତେଣୁକରି ଫ୍ରେଣ୍ଡ ଆପଣ ଏଇଠି ଲଙ୍କାଗୁଣ୍ଡ ନେଇପାରିବେ। ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ଗୋଲମରିଚ ଗୁଣ୍ଡ। ଯଦି ଆପଣଙ୍କୁ ପସନ୍ଦ କି ଆପଣଙ୍କ ପାଖରେ ଯଦି ଆଭେଲେବୁଲ ଅଛି ତ ନିହାତି ଭାବରେ ଗୋଲମରିଚ ଗୁଣ୍ଡ ନିଅନ୍ତୁ, ନହେଲେ ଗୋଲମରିଚକୁ ଛେଚିକି ମଧ୍ୟ ଏଇଠି ଦରଦରା କରିକି ନେଇପାରିବେ। ମୁଁ ଏଇଠି ଫ୍ରେଣ୍ଡ ଫାଇନ ବାଲା ଗୁଣ୍ଡ ନେଇଛି। ଆପଣ ଚାହିଁଲେ ଫ୍ରେଣ୍ଡ ଏଇଠି କୁଟିକି ବି ମଧ୍ୟ ନେଇପାରିବେ। ବସ୍ ଏତିକି ଜିନିଷ, ଆଉ କିଛି ଆପଣଙ୍କୁ ଏଇଠି ଆଡ କରିବାକୁ ପଡିବ ନାହିଁ। ଫ୍ରେଣ୍ଡ ଏବେ ମୁଁ ଏଇଠି ଆପଣଙ୍କୁ କହି ରଖିବା ପାଇଁ ଚାହୁଁଛି, ଅଳ୍ପ ଅଳ୍ପ ପାଣି ଦେଇକି ଆମେ ୟାକୁ ବହୁତ ବଢିଆ ଭାବରେ ଗୋଳେଇ ଚାଲିବା। ତା ପୂର୍ବରୁ ଫ୍ରେଣ୍ଡ ମୁଁ କହି ରଖିବା ପାଇଁ ଚାହୁଁଛି, ଆପଣ ଆସିଛନ୍ତି ସିକ୍ରେଟ ଫୁଡି ଚ୍ୟାନେଲକୁ। ସିକ୍ରେଟ ଫୁଡି ଚ୍ୟାନେଲରେ ସିକ୍ରେଟ ଟିପ୍ସ ଟ୍ରିକ୍ ୱିଥ୍ ଅନଲିମିଟେଡ ବୋନସ ପଏଣ୍ଟ ଏଇଠି ଆପଣଙ୍କୁ ମିଳିଥାଏ। ଯେମିତି କି ଯଦି ଆପଣଙ୍କ ପାଖରେ ଭାତ ନାହିଁ ଖାଇବାକୁ ତ କଣ ଖାଇଲେ ଆପଣଙ୍କୁ ଭାତ ପରିକା ଲାଗିବ, ଠିକ ସେଇପରି ଫ୍ରେଣ୍ଡ ଆପଣଙ୍କୁ ଏଠି ଅନଲିମିଟେଡ ବୋନସ ପଏଣ୍ଟ ମିଳିଥାଏ। ତ ଏବେ ମୁଁ ଫ୍ରେଣ୍ଡ କହି ରଖିବା ପାଇଁ ଚାହିଁବି, ଯଦି ଆପଣଙ୍କ ପାଖରେ କର୍ନଫ୍ଲୋର ନାହିଁ, ଆରାରୁଟ ପାଉଡର ନାହିଁ, ତା ସହିତ ଆପଣଙ୍କ ପାଖରେ ଚାଉଳ ଗୁଣ୍ଡ ନାହିଁ, ତ ଆପଣ କଣ କରିବେ, ତ କେବଳରୁ କେବଳ ଫ୍ରେଣ୍ଡ ଆପଣ ମଇଦା ଆଉ ବେସନ ଦେଇକି ବି ମଧ୍ୟ ଫ୍ରେଣ୍ଡ ଏଇ ବ୍ୟାଟରଟା ଗୋଳେଇ ପାରିବେ। ଯଦି ଫ୍ରେଣ୍ଡ ଆପଣ ପିଆଜ ରସୁଣ ଖାଇବା ପସନ୍ଦ କରୁଛନ୍ତି ତ ଏଇଠି ଅଦା ଆଉ ରସୁଣର ପେଷ୍ଟ ଟିକେ କରିକି ମଧ୍ୟ ପକେଇ ପାରିବେ। ଯଦି ଯୋଉମାନେ ସାଧା ପାଇଁ ଦେଖୁଛନ୍ତି ତ ସେଇମାନେ ଏତିକି ଜିନିଷ ପକାନ୍ତୁ। ଏତିକି ଜିନିଷ ପକେଇକି ବହୁତ ବଢିଆ ଭାବରେ ୟାକୁ ଗୋଳେଇ ଦିଅନ୍ତୁ। କଥାରେ କଥାରେ ଦେଖିପାରୁଥିବେ ଫ୍ରେଣ୍ଡ, ବହୁତ ବଢିଆ ଭାବରେ ଆମେ ୟାକୁ ଏଠି ଗୋଳେଇ ବି ଦେଲେନି। ବହୁତ ବଢିଆ ଭାବରେ ଆମର ବେସନ, କର୍ନଫ୍ଲୋର, ଚାଉଳ ଗୁଣ୍ଡ ସବୁ ବହୁତ ବଢିଆ ଭାବରେ ଏଇଟା ଆମର ମିଶି ଯାଇଛି। ଏବେ ୟାକୁ ଫ୍ରେଣ୍ଡ ଯଦି ଆପଣଙ୍କ ପାଖରେ ଟାଇମ ଅଛି ରଖିଦିଅନ୍ତୁ, ନହେଲେ ତୁରନ୍ତ ହିଁ ଚାଲନ୍ତୁ ଯିବା ଗ୍ୟାସ ପାଖକୁ। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ, ଗ୍ୟାସରେ ମୁଁ ନେଇଯାଇଛି ରିଫାଇନ ତେଲ। ରିଫାଇନ ତେଲ ଆମର ଏଇଠି ବହୁତ ବଢିଆ ଭାବରେ ଗରମ ହେଲାନି। ଧ୍ୟାନ ଦବାର ଅଛି ଫ୍ରେଣ୍ଡ ଆପଣଙ୍କୁ, ଗରମ ଗରମ ତେଲରେ ହାଇ ଫ୍ଲେମ କରିକି ଆପଣଙ୍କୁ ଏଠି ଗୋଟି ଗୋଟି କରିକି ଛାଡି ଛାଡି କରିକି ପକେଇ ଦବାର ଅଛି। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ଆମର ବହୁତ ବଢିଆ ଭାବରେ କ୍ରିସ୍ପି ହବ। କାହିଁକି କାହିଁକି ନା ଫ୍ରେଣ୍ଡ ଆମେ ଏଇଠି ନେଇଯାଇଛେ ଚାଉଳ ଗୁଣ୍ଡ, ତା ସହିତ ନେଇଯାଇଛେ ଆମେ କର୍ନଫ୍ଲୋର। ତ ବହୁତ ବଢିଆ ଭାବରେ ଏଇଟା ଆମର କୁଡୁକୁଡିଆ କ୍ରିସ୍ପି ହବ। ଏ ଦେଖିପାରୁଥିବେ ଫ୍ରେଣ୍ଡ, ବହୁତ ଇଜିଲି ଏଇଟା ଆମର ହେଇଯାଇଥାଏ। କେବଳରୁ କେବଳ 5 ମିନିଟ ଲାଗିଥାଏ। ଯଦି ଆପଣ ଚାହୁଁଛନ୍ତି 5 ମିନିଟରେ କିଛି ସ୍ନାକ୍ସ ବନେଇବା ପାଇଁ, କିମ୍ବା ହଠାତ୍ କି କୁଣିଆ କି ଆସି ଯାଉଛନ୍ତି, ଗେଷ୍ଟ କି ଆସି ଯାଉଛନ୍ତି, ତ ଏହିପରି ଫ୍ରେଣ୍ଡ ଆପଣ ତାଙ୍କୁ କୋବି ପକୋଡା କରିକି ଖୁଆଇ ପାରିବେ। ଏଇଟା ଫ୍ରେଣ୍ଡ ଆପଣ ଅରୁଆ ଯେତେବେଳେ ଖାଉଛନ୍ତି କିମ୍ବା ଯେତେବେଳେ ବି ଯୋଉ ଯାହା ବି ଆପଣ ଖାଉଛନ୍ତି ତା ସହିତ ଯଦି ଫ୍ରେଣ୍ଡ ଏଇଟା ସାଇଡ ଡିଶ ଭାବରେ ନେବେ ତ ଏଇଟା ଖାଇବାରେ ବି ଫ୍ରେଣ୍ଡ ବହୁତ ବଢିଆ ଭାବରେ ଟେଷ୍ଟ ଲାଗିଥାଏ। ଯଦି ଆପଣ କେବେ ଟ୍ରାଏ କରିନାହାନ୍ତି, ଥରେ ମୋ କହିବା ଅନୁସାରେ ଏଇଭଳି ଭାବରେ କୋବି ଛାଣିକି ଆପଣ ଅରୁଆ ଭାତ ଡାଲମା ସହିତ ଖାଆନ୍ତୁ, ବହୁତ ହି ଟେଷ୍ଟ ଆସିବ। ଆଉ ଆପଣ ଫ୍ରେଣ୍ଡ ୟାକୁ ଚାହିଁଲେ ଏଇ ଜାଗରରେ ବି ମଧ୍ୟ ଫ୍ରେଣ୍ଡ ବନେଇକି ଖାଇପାରିବେ, କିମ୍ବା ତାପରେ ଯେକୌଣସି ସାଧା ଉପବାସରେ ମଧ୍ୟ ଏହିପରି ଭାବରେ ବନେଇକି ଖାଇପାରିବେ। ଏଇଟା ଫ୍ରେଣ୍ଡ ବ୍ରେକଫାଷ୍ଟ ପାଇଁ ଯେତେବେଳେ ଆପଣ ଚା ସହିତ କିଛି ଗୋଟେ ସାଇଡ ଜିନିଷ ଖୋଜୁଛନ୍ତି ତ ଏଇଟା ବେଷ୍ଟ ହେଇଥାଏ। କି ସ୍ନାକ୍ସ ଟାଇମରେ ବି 5 ମିନିଟରେ ଏଇଟା ବେଷ୍ଟ ହେଇଯାଇଥାଏ। କି ଛୁଆମାନଙ୍କୁ ଟିଫିନ ଦେବା ପାଇଁ ଚାହୁଁଛନ୍ତି ତ ଏହିପରି ଭାବରେ ବନେଇକି ଦେଇପାରିବେ। ଇଏ ଫ୍ରେଣ୍ଡ ଗରମ ଥିଲା ପର୍ଯ୍ୟନ୍ତ କୁଡକୁଡିଆ କ୍ରିସ୍ପି ଲାଗୁଥାଏ, ଯୋଉଟା ଖାଇବାରେ ମଜା ମଧ୍ୟ ଆସିଯାଇଥାଏ।
ये देखि पाइले ना फ्रेंड आपनको ये हाई फ्लेम दबार अछि ये ध्यान देकी सुनिए फ्रेंड आदो आपण ये लो फ्लेम करेनि कि मीडियम फ्लेम करेनि हाई फ्लेम रे अलट पलट करके माने एपट सेपट टिके करके आपनको एपरे आमर तेल छाणी देवार अच्छी ये फ्रेंड आपको मुझे कहरा रखा चाहूँगी फ्रेंड आप सिक्रेट फूड वन चैनल तो आप जानते सिक्रेट टिप्स ट्रिक ये मिलूँ तो एपर्तंत जब आप सांगसाथी फैमिली सहित सेयार करना निहाती भाव जाइए फ्रेंड सेयार कर दिखाँ आप सांगसाथी फैमिली जो मानक कोबी खाया पसंद कि पसंद नुह कि जो मैंने सब नुआ नुआ डिश बनवाई चाहते किंतु बनई पारती कौन समय अभाव लगी यहाँ बनई पारे केवल रु केवल 5 मिनिट निहाती भाव फ्रेंड बनई देखते जो मैंने उपवास करुँच जो मैंने अधिकांश अरुआ खाया पसंद करती से यहाँ देले बहुत बढ़िया हम कि जो मैंने स्नाक्स आइटम रे नुआ नुआ खोजती खायापी तो यहाँ से बेस्ट हम कुड़कुड़ी क्रंची ता सहित क्रिस्पी सहित भरपूर मात्रा ये आमर कोबी पकोड़ा रेडी हो जाए थरिए खाइले आपण बारंबार खाइबे ग्यारंटी मोर तो ये थिला फ्रेंड आज छोटिया रेसिपी कोबीर पकोड़ा मु आशा करछि फ्रेंड आपन को मोर छोटिया रेसिपी बहुत बढ़िया भाव भल लगी बेसी टाइम आपनकर मु एठी समय वेस्ट करिनी कहीं ना फ्रेंड ये 5 ରୁ 5 ମିନିଟ रे ही ये रेडी हो जाए तेणुक फ्रेंड आप निहाती भाव आज ही ट्राए करूँ जदि किसी झटापट खावा इच्छा हो तुरंत इनस्टांट ये रेडी हो जाए तो निहाती भाव फ्रेंड ये ट्राए करूँ केमती लगे मत कमेंट मध्यम जनातु आपड़ कौटी देखुं ता भी मत कमेंट मध्यम जनइबे आपणकर जदि प्रथम कमेंट आपको विशेष केमिति लगिला तो नेक्स्ट वीडियो रे आपणकर ना सहित कमेंट रे हाइलाइट करदेबे तो निहाती भाव फ्रेंड जदि आपको भल लगुच गोटे कमेंट लाइक शेयर सब्सक्राइब कर दिंतु फ्रेंड फैमिली सहित शेयर कर दिंतु पुणी देखा गोटे नुआ वीडियो बाय बाय टाटा मुझे चलिए खाए